ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି20 ବିଶ୍ୱକପ୍ 2026ରେ 36ତମ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ସୂର୍ଯ୍ୟ କୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଭାରତ ପ୍ଲେଇଂ ଏକାଦଶରେ ଦୁଇଟି ପରିବର୍ତ୍ତନ ମଧ୍ୟ କରାଯାଇଅଛି। କୁଲଦୀପ ଯାଦବ ଏବଂ ଉପ ଅଧିନାୟକ ଅକ୍ଷର ପଟେଲ ଆଉଟ୍ ହୋଇଛନ୍ତି ଏହି ମ୍ୟାଚ୍ରେ। ହେଲେ ଅର୍ଷଦୀପ ସିଂ ଖେଳିଛନ୍ତି ଏବଂ ୱାଶିଂଟନ ସୁନ୍ଦର ମଧ୍ୟ ଏଥିରେ ଖେଳୁଛନ୍ତି। ତେବେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏପର୍ଯ୍ୟନ୍ତ 11ଟି ଟି20 ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଅଛି, ଯେଉଁଥିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ 6 ଥର ବିଜୟ ହୋଇଛି। ତେବେ ଭାରତୀୟ ଇନିଂସ ପାଇଁ ଅଭିଷେକ ଶର୍ମା ଏବଂ ଇଶାନ କିଶାନ ଓପନ୍ କରିଥିଲେ। ନେଦରଲ୍ୟାଣ୍ଡସର ଜଣେ ସ୍ପିନରଙ୍କ ସହିତ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍। ପ୍ରଥମ ଓଭର ଆର୍ୟନ୍ ଦତ୍ତଙ୍କୁ ବୋଲିଂ କରିବାକୁ ସୁଯୋଗ ମିଳିଛି। ତେବେ ଆର୍ୟନ୍ ଦତ୍ତ ପ୍ରଥମ ଓଭରରେ ଅଭିଷେକ ଶର୍ମାଙ୍କୁ ବୋଲ୍ଡ କରିଥିଲେ। ଏହା 2026 ଟି20 ବିଶ୍ୱକପର ଅଭିଷେକଙ୍କ ପାଇଁ କ୍ରମାଗତ ତୃତୀୟ ଡକମ୍ୟାନ୍ ହୋଇଛନ୍ତି। ପ୍ରଥମ ଓଭରରେ 3 ରନ୍ ଦେଇ ଗୋଟେ ୱିକେଟ୍ ନେଇଥିବା ଆର୍ୟନ୍ ଦତ୍ତ ଦ୍ୱିତୀୟ ଓଭର ମଧ୍ୟ ଏକ କଡ଼ା ଟକ୍କର ଦେଇଥିଲେ, ମାତ୍ର 5 ରନ୍ ଦେଇଥିଲେ। 3 ଓଭର ପରେ ଭାରତ ଗୋଟିଏ ୱିକେଟ୍ ହରାଇ 23 ରନ୍ କରିଥିଲା। ହେଲେ ପଞ୍ଚମ ଓଭର ଦ୍ୱିତୀୟ ବଲ୍ରେ ମଧ୍ୟ ଇଶାନ କିଶାନଙ୍କୁ ଆଉଟ୍ କରି ଆର୍ୟନ୍ ଦତ୍ତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଭାରତ 39 ରନ୍ରେ ଦ୍ୱିତୀୟ ୱିକେଟ୍ ମଧ୍ୟ ହରାଇ ଦେଇଥିଲା। ଏଥର ପୁଣି ଅଭିଷେକ ଶର୍ମା ଶୂନରେ ଆଉଟ୍ ହୋଇଥିଲେ। ଆର୍ୟନ୍ ଦତ୍ତ ଯିଏକି ଉଭୟ ୱିକେଟ୍କୁ ନେଇଥିଲେ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି ଅଭିଷେକ ଶର୍ମା ଲଗାତାର 3ଟି ମ୍ୟାଚ୍ରେ 0ରେ ଆଉଟ୍ ହେଉଛନ୍ତି? ଆପଣମାନଙ୍କର ମତାମତ କ'ଣ ରହିଅଛି? ଆଗକୁ ଅଭିଷେକକୁ ମ୍ୟାଚ୍ରେ ସୁଯୋଗ ଦେବା ଠିକ୍ ନା ଭୁଲ, ତାହା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ପୁଣି ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।